ତୁମର ଚିନ୍ତାଧାରାକୁ ନିୟନ୍ତ୍ରଣରେ ରଖ ଏବଂ ଏହା ବୁଝିନିଅ ଯେ ଯାହା ମନରେ ଆସୁଛି ତାହା କେବଳ ଏକ ଚିନ୍ତାଧାରା, ଯାହା ସତ୍ୟ ନୁହେଁ। ଯେଉଁଦିନ ତୁମେ ଏହା ବୁଝିଯିବ ଯେ ଏହା କେବଳ ଏକ ବିଚାର ଏବଂ ଏହା କେବେ ସତ୍ୟ ହୋଇପାରିବ ନାହିଁ, କାରଣ ବାବାଙ୍କ ପ୍ରତି ମୋର ଭଲ ପାଇବା ଏବଂ ମୋର ଭକ୍ତି ଏହିସବୁ ବିଚାରଠୁ ବହୁତ ଶକ୍ତିଶାଳୀ, କାରଣ ମୋ ବାବା ସର୍ବଶ୍ରେଷ୍ଠ ଏବଂ ଏହିସବୁ ସମସ୍ୟାରୁ ମୋତେ ମୁକ୍ତ କରିଦେବେ। ତେଣୁ ବିଶ୍ୱାସ ରଖ, ଏହି କଥାକୁ ମନେ ରଖ। ବେଳେବେଳେ ତୁମେ ମୋତେ ପଚାର କି ବାବା, ମୁଁ ମୋର ଭବିଷ୍ୟତ ଏବଂ ନିଜ ବିଷୟକୁ ନେଇ ମୋ ଭିତରେ ଥିବା ଏତେ ଭୟକୁ କିପରି ଦୂର କରିପାରିବି? ତେଣୁ ମୋ ଠାରୁ ଗୋଟିଏ କଥା ବୁଝିନିଅ ଏବଂ ମନେ ରଖ ଯେ ଭକ୍ତିର ପଥ ହେଉଛି ସେହି ପଥ ଯାହା ତୁମକୁ ତୁମ ଭୟରୁ ମୁକ୍ତ କରିବ। ସବୁବେଳେ ସବୁ ସମୟରେ ମୋ ସହିତ ସଂଯୁକ୍ତ ରୁହ, ଯୋଡ଼ିକି ରୁହ ଏବଂ ମୋତେ ଏତେ ଭଲ ପାଅ ଯେ ତୁମ ମନରେ କେବଳ ସାଇ ଅନୁଭବ ହେବ। ଏବଂ ଯେଉଁ ମନରେ କେବଳ ସାଇ ଜାଗ୍ରତ ହୁଏ ସେଠାରେ ଭୟ କିମ୍ବା ନକାରାତ୍ମକତା କେବେ ବି ରହିପାରିବ ନାହିଁ। କିଛି ଲୋକଙ୍କ କାରଣରୁ ତୁମ ଅଫିସରେ ତୁମେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛ ତାହାର ସମାଧାନ କେବଳ ଏତିକି ଯେ ତୁମେ ସେମାନଙ୍କ ପ୍ରତି ଧ୍ୟାନ ଦିଅ ନାହିଁ, କିମ୍ବା ଯେତେବେଳେ ସେମାନେ ଅସୁବିଧାରେ ପକାନ୍ତି ତେବେ ଶାନ୍ତ ରୁହ ଏବଂ ମନ ଭିତରେ ସାଇ ସାଇ ଜପ କର। ମୁଁ ତୁମକୁ ସେହି କ୍ଷଣି ସେହି ମୁହୂର୍ତ୍ତରେ ସଠିକ୍ ମାର୍ଗଦର୍ଶନ ଦେଖାଇବି ଏବଂ ସେହି ଅସୁବିଧାରୁ ତୁମକୁ ବାହାର ମଧ୍ୟ କରିଦେବି। ମୋର ଏହି କଥାଗୁଡ଼ିକୁ ସର୍ବଦା ମନେ ରଖ। ଖୁସିରେ ରୁହ, ଖୁବ୍ ହସ। ମୋର ବହୁତ ଆଶୀର୍ବାଦ ତୁମ ସାଥିରେ ଅଛି। ଓମ୍ ସାଇରାମ, ଜୟ ସାଇରାମ।